ପୂର୍ବରୁ ଆମେମାନେ ଦେଖିଥିଲେ ପତାକା ଉତ୍ତୋଳନ ଆକାଶ କଇଁଛ ତଥା ରୂପନାରାୟଣ ସାହା ସମ୍ପର୍କରେ, ଯାହାକି ଫକୀରମୋହନ ଦ୍ୱାରା ରଚିତ ନୂଆ ଚେପ୍ଟରଟି ଆମେ ଆଲୋଚନା କରିବା ପାଇଁ ଯାଉଛି, ସଭ୍ୟ ଜମିଦାର, ଯାହାକି ଗଳ୍ପ ସ୍ୱଳ୍ପ 1-2 ମଧ୍ୟରୁ ଗୋଟେ ଗଳ୍ପ ଅଟେ। ତ ଫକୀରମୋହନ ସେନାପତି 4 ଗୋଟି ଉପନ୍ୟାସ ତଥା 20 ଗୋଟି ଗଳ୍ପ ରଚନା କରିଥିଲେ, ଯାହାକି ସୁଖ୍ୟାତ ଏବଂ ଅନ୍ୟ ସବୁ କ୍ଷେତ୍ରରେ ମଧ୍ୟ ରଚନା କରିଥିଲେ। କବିତା ଯେପରି ଅବସର ବାସରେ ପୂଜା ଫୁଲ, ପଞ୍ଚପୁଷ୍ପ, ପୁଷ୍ପମାଲା, ଏହିଭଳି ଅନେକ ଗୁଡ଼ିଏ ଜିନିଷ କବିତା ଲେଖିଥିଲେ। ତାପରେ ସେ ଅନୁବାଦ ସାହିତ୍ୟ ଲେଖିଛନ୍ତି ତଥା ଆତ୍ମଜୀବନ ଚରିତ ମଧ୍ୟ ରଚନା କରିଛନ୍ତି ତଥା ଆଧୁନିକ ଓଡ଼ିଆ ସାହିତ୍ୟର ବ୍ୟାସକବି ତଥା ସରସ୍ୱତୀ ଫକୀରମୋହନ ସେନାପତି, ନବଜାଗରଣ ମୁଖ୍ୟ ପୁରୋଧା ଥିଲେ ଫକୀରମୋହନ ସେନାପତି। ଆଧୁନିକ ଓଡ଼ିଶାର ବରପୁତ୍ର ହେଉଛନ୍ତି ବ୍ୟାସକବି ଫକୀରମୋହନ ସେନାପତି। ସେ ସରସ୍ୱତୀ ଫକୀରମୋହନ ଭାବରେ ପରିଚିତ। ଆଧୁନିକ ଓଡ଼ିଶାର ବରପୁତ୍ର ହେଉଛନ୍ତି ବ୍ୟାସକବି ଫକୀରମୋହନ ସେନାପତି। ସେ ସରସ୍ୱତୀ ଫକୀରମୋହନ ଭାବରେ ପରିଚିତ। ଯେହେତୁ ବ୍ୟାସ କବିଙ୍କର ମହାଭାରତକୁ ସେ ଓଡ଼ିଆରେ ଅନୁବାଦ କରିବା ପାଇଁ ଚେଷ୍ଟା କରିଥିଲେ, ତେଣୁ ତାଙ୍କୁ ବ୍ୟାସକବି ବୋଲି ମଧ୍ୟ କୁହାଯାଏ। ଆଧୁନିକ ଓଡ଼ିଶାର ନବନିର୍ମାତା, ବହୁ ଗୌରବର ଅଧିକାରୀ। ସେ ଏକଧାରେ ଜଣେ ଅନୁବାଦକ, ପାଠ୍ୟପୁସ୍ତକ ପ୍ରଣେତା ତଥା ଭ୍ରମଣ ବୃତ୍ତାନ୍ତର ଲେଖକ, ପ୍ରାବନ୍ଧିକ, ଆତ୍ମଜୀବନୀ ଲେଖକ, କବି ତଥା କଥାକାର। ସେ ଉଭୟ ଉପନ୍ୟାସ ଗଳ୍ପ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିଲେ। ସେ ଅନେକ ଉପନ୍ୟାସ ଗଳ୍ପ ମଧ୍ୟ ରଚନା କରିଥିଲେ, 4 ଗୋଟି ଉପନ୍ୟାସ ଏବଂ 20 ଗୋଟି ଗଳ୍ପ। ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ରେବତୀ, ଯାହାକି 1998 ମସିହାରେ ଓଡ଼ିଆ ସାହିତ୍ୟ 1898 ହେବ ତାହା 1898 ମସିହାରେ ଯାହାକି 1898 ମସିହାରେ ଯାହାକି ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ଲାଭ କରିଥିଲା। ସେହିପରି ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ବାସ୍ତବଧର୍ମୀ ଉପନ୍ୟାସ 6 ମାଣ 8 ଗୁଣ୍ଠର ଔପନ୍ୟାସିକ, ଯାହାକି ପ୍ରଥମ ସାମାଜିକ ଉପନ୍ୟାସ ଏବଂ ପ୍ରଥମ ଉପନ୍ୟାସ ହେଲା ଉମେଶ ଚନ୍ଦ୍ର ସରକାରର ପଦ୍ମମାଳୀ। ତ ଏହା ଥିଲା ତାଙ୍କର କବିଙ୍କ ଜୀବନୀ ସମ୍ପର୍କରେ। ତାପରେ ଆମେ ଦେଖିବା ତା'ର କଥାବସ୍ତୁ ବା ସାରମର୍ମ। ସଭ୍ୟ ଜମିଦାର, ତ ସଭ୍ୟ ଜମିଦାରରେ ବଳରାମ ବଳ ଥିଲେ, ତାପରେ ଗୋପାଳ ଥିଲା, ତାପରେ ତା'ର ପୁଅ ଥିଲା ରାଜୀବ ଲୋଚନ ଏବଂ ରାଜୀବ ଲୋଚନଙ୍କର ମାଆ ଥିଲେ ତଥା ଅନେକ ଗୁଡ଼ିଏ ଛୋଟ ମୋଟ ଚରିତ୍ର, ପୋଇଲି, ରାଧି, ପଦୀ, ତାପରେ ଆଉ ଜଣେ ଥିଲେ ଯିଏ ହିସାବ ରକ୍ଷକ ଥିଲେ। ତାପରେ ରାଜୀବ ଲୋଚନଙ୍କର ବିବାହ ହେଲା କାହା ସହ? ନୟନତାରା ଦୁଃଖ ପାଶୋରା ସହ। ଏହିଭଳି ଭାବରେ ଗତି ଗଲା, ଚରିତ୍ର ଗୁଡ଼ିକୁ ନେଇ କାହାଣୀଟି ଆମର ଗତି କରିଛି ଗଳ୍ପଟି। ବାବୁ ବଳରାମ ବଳ କଲିକତା ଜଣେ ମହାଜନ ଥିଲେ। କଲିକତାରେ ବଡ଼ ବଜାରରେ ଗଦି ରହିଛି। ଉତ୍କଳର ବେପାରୀମାନଙ୍କୁ ଗଦିରୁ ସଉଦା ନିଅନ୍ତି। ତ ସମସ୍ତ ମାଲ ଆମଦାନୀ ରପ୍ତାନି ତାଙ୍କ ହାତରେ ରହିଛି। ଲକ୍ଷ ଲକ୍ଷ ଟଙ୍କାର କାରବାର। ମହାଜନ ହେଉଛନ୍ତି ବାବୁ ବଳରାମ ବଳ। ବାଲେଶ୍ୱରୀ ଜାହାଜରେ ମାଲ ଆମଦାନୀ ରପ୍ତାନି ହୁଏ। ସେହି ଧୂଆଁପତ୍ର ନାଁ ହେଲା ବାଲେଶ୍ୱରୀ। ଏହି ମହାଜନ ବ୍ୟବସାୟ ଦୃଷ୍ଟିରୁ ବଳରାମ ଓଡ଼ିଶାରେ ଜଣେ ବଡ଼ ମହାଜନ ଥିଲେ, ବଡ଼ ଦଣ୍ଡିଦାର। ମହାଜନଙ୍କର ଘର କେଉଁ ଅଞ୍ଚଳରେ ଥିଲା? ନା ଯାଜପୁର ଅଞ୍ଚଳରେ ରହିଥିଲା। ଏହି ଅଞ୍ଚଳର ଗୋଟିଏ ଛେଉଣ୍ଡ ପିଲା ଥିଲା ଗୋପାଳିଆ, ଯାହାକି ତାଙ୍କ ବଂଶର ଥିଲା। ନିଜ ଜାତି ପୁଅଟା ବୋଲି ସେ କ'ଣ କଲେ? ଗୋପାଳ ମହାଜନ ଜଣେ ବିଶ୍ୱସ୍ତ ଗୁମାସ୍ତା ଥିଲେ। ସେ କର୍ମଠ ଥିଲେ। ଗୋପାଳକୁ ମହାଜନ ବଳ ଖୁବ୍ ସ୍ନେହ କରନ୍ତି। ପ୍ରତି କଥାରେ ଗୋପାଳକୁ ଖୋଜନ୍ତି। ବିନା ଗୋପାଳରେ କୌଣସି କାର୍ଯ୍ୟ ପ୍ରାୟ ମହାଜନ କରନ୍ତି ନାହିଁ। ଯେପରି ଏହି ମହାଜନଙ୍କର ରନ୍ଧାବଢ଼ା ହିଁ ଗୋପାଳ କରେ। ପୂର୍ବରୁ ଯେଉଁ ଥିଲା ରୋଷେଇଆ, ସେ ପଇସା ଧରି ଫେରାର ମାରିଥିଲା। ତେଣୁ ସେହି ଦିନଠାରୁ ଗୋପାଳ ରନ୍ଧାବଢ଼ା କରେ। ବଜାର ସଉଦା ଠାରୁ ଗଦିର ବ୍ୟବସାୟ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଗୋପାଳ କରେ। କାହିଁକି ନା ଲାଭ ବିକା ଜାଗାରେ ନୁହଁ, କିଣା ଜାଗାରେ ଅଛି ବୋଲି କହିଥିଲା। ଏହିପରିକି ଗୋପାଳକୁ ବିବାହ କରିଦେଇଥିଲେ। କାଗଜ ମା ସାନ୍ତାଣୀ ଯାଉଥିଲେ।
ତାପରେ କାଗଜପତ୍ରରେ ଗୁମାସ୍ତା ଲେଖନ୍ତି ବାବୁ ଗୋପାଳ ଚନ୍ଦ୍ର ମହାରାଜ ତାପରେ ତାଲୁକ କିଣି ଦେଇଥିଲେ ତାଙ୍କ ପ୍ରତି ଏବଂ ଚାରିଭଉଣୀ ଅଂଶୀଦାର ଥିଲେ ତାଙ୍କ ବ୍ୟବସାୟର। ମହାଜନୀ କାରବାର ଅସଲ ବିଦ୍ୟା କୌଶଳ ପ୍ରୟୋଗ କରି ଗୋପାଳ ବାବୁ ମହାଜନଙ୍କର ପ୍ରିୟ ଭାଜନ ହୋଇଥିଲେ। ତ ଅସଲ ବିଦ୍ୟା ଓ କୌଶଳକୁ ପ୍ରୟୋଗ କରି କ'ଣ କରିଥିଲେ ନା ପ୍ରିୟ ଭାଜନ ହୋଇପାରିଥିଲେ। କ୍ରମଶଃ ସେ ଚାକର ନୁହନ୍ତି ଲାଭର ଚାରିପଣି ଅଂଶୀଦାର ହୋଇଥିଲେ। 5-7 ବର୍ଷ ପରେ ଗୋପାଳ ବାବୁ ହୋଇଗଲେ ଲକ୍ଷପତି। ସେ ମନା କରୁଥିଲେ ମଧ୍ୟ ମହାଜନ ବଳ ଗ୍ରାମରେ 10-12 ହଜାର ଟଙ୍କା ଲଗାଇ ଗୋଟିଏ 2 ମହଲା ଘର ତିଆରି କରିଦେଇଛନ୍ତି। ତାଲୁକ ମଧ୍ୟ କିଣି ଦେଇଛନ୍ତି। ମହାଜନ ବଳ ଇଚ୍ଛା ଯେ ଗୋପାଳ ଖୁବ୍ ବଡ଼ ଲୋକ ହେଉ। ଗଦିରେ ସବୁ ମାଲ ମହବତ ତବିଦ ଗୋପାଳ ହାତରେ ଦେଇ ମହାଜନ ଅଚିନ୍ତାରେ ଥାନ୍ତି। ବାବୁ ଗୋପାଳ ମହାପାତ୍ରଙ୍କର ଗୋଟିଏ ବୋଲି ପୁତ୍ର ଥିଲା। ତାର ନାଁ ଥିଲା ରାଜୀବ ଲୋଚନ। ସେ ବୟସରେ 14 ପୁରି 15 ହେଲାଣି। ଚାଲିଛି ଅବଦାନ ପାଖରେ ଗାଁରେ ପଢ଼ୁଛି। ଦୁଷ୍ଟାମି କରୁଥିବା ଯୋଗୁଁ ତାକୁ କଲିକତା ନେଇଗଲେ ଗୋପାଳ ବାବୁ। ତାଙ୍କ ଇଚ୍ଛା ଥିଲା ସେ ଇଂରାଜୀ ଶିଖୁ, ଇଂରାଜୀ ସୌଦାଗର ହେଉ, ସାହେବମାନଙ୍କ ପାଖରେ ଦୋଭାଷୀରେ କଥା ହୋଇପାରୁ। ରାଜୀବ ଇଂରାଜୀ ପାଠ ପଢ଼େ କାମରେ ଲାଗିଲେ। କେହି ଠକି ପାରିବେ ନାହିଁ ବୋଲି ଗୋପାଳ ବାବୁ ରାଜୀବକୁ କଲିକତା ନେଇ ଆସିଲେ। ବାସ୍ତବରେ ରାଜୀବ ଥିଲା ଦୁଷ୍ଟ। ରମଣୀ ସଙ୍ଗରେ ଆସି ତାର ଦୁଷ୍ଟାମି ଅତିମାତ୍ରାରେ ବଢ଼ି ଯାଇଥିଲା ଏବଂ ବାପାଙ୍କର ପ୍ରତ୍ୟେକ ତତ୍ତ୍ୱାବଧାନ ନ ପାଇ ରାଜୀବ ବିପଥଗାମୀ ହୋଇଯାଇଥିଲା। ନାମକୁ ମାତ୍ର କୁସଂସ୍କାର ବିମର୍ଦିନୀ, ନାରୀ ସ୍ୱାଧୀନତା ବିମର୍ଦିନୀ। ନାରୀ ହେଲା ଶନିବାର ଦିନ, କୁସଂସ୍କାର ବିମର୍ଦିନୀ ହେଲା ମଙ୍ଗଳବାର ଦିନ। ତୁମେମାନେ ଟିକେ ମନେ ରଖିଦେବ। ଏଥିରୁ ନିଶ୍ଚିତ ଗୋଟିଏ ପ୍ରଶ୍ନ ଆସିଯାଇଥାଏ। ତାପରେ ସଭାର ସମ୍ପାଦକ ଥିଲେ କିଏ? ତାର ନାଁ କମେଣ୍ଟରେ ଜଣାଇବ କିଏ ଥିଲେ। ଆପଣଙ୍କ ବଳକୁ ଦ୍ୱିତୀୟ କରୁଛି ବୋଲି। ଆକସ୍ମିକ ଭାବରେ ସନ୍ନିପାତ ରୋଗରେ ଗୋପାଳ ଚନ୍ଦ୍ର ବାବୁଙ୍କର ମୃତ୍ୟୁ ହୋଇଯାଇଥିଲା। ପିତାଙ୍କର ମୃତ୍ୟୁ ପରେ ରାଜୀବବାବୁ ହୋଇଗଲେ ଜମିଦାର, ଅନ୍ୟତମ ଜମିଦାର। ମହାଜନ ବଳ ପିଲାଟିରୁ ସଯତ୍ନ ରଖିଲେ। ସେ ଇଂରାଜୀ ପାଠ ପଢ଼ିଛି ସତ, ବେପାର କିଛି ଶିଖି ନଥିଲା। ହେଲେ ଭରସାରେ ରାଜୀବକୁ ମହାଜନ ବଳ ଗଦିରେ ବସାଇ ଦେଇଥିଲେ। ଅନ୍ୟପକ୍ଷରେ ରାଜୀବକୁ ସଭା ସମିତି, ନାରୀ ସତର୍କ ମୌଜ ମସଲିସ କରି ଟଙ୍କା ଉଡ଼ାଇବାରେ ଲାଗିଲେ। କିନ୍ତୁ ସେ ଗାଦିର କାର୍ଯ୍ୟ ନ କରିକି ଅନ୍ୟ କାର୍ଯ୍ୟରେ ନିଜର ମନୋନିବେଶ କରିଥିଲେ ଏବଂ ଶିକ୍ଷିତ ନାମରେ ସେ ବିପଥଗାମୀ ହୋଇ ଅଯଥାରେ ଧନ କ୍ଷୟ କରିବାକୁ ଲାଗିଲେ। ଏସବୁ ଦେଖି ଜମିଦାର ବଳ ରାଜୀବ ବାବୁଙ୍କୁ ଗାଦିରୁ ବିଦା କରିଦେଲେ। ବଡ଼ ବଡ଼ ଭାଷଣ ଦେବାରେ ରାଜୀବ ନିଜକୁ ପ୍ରସ୍ତୁତ କରିଥିଲେ। ତାଙ୍କୁ ବିଦା କରିଦେଇଥିଲେ ଏବଂ ବଡ଼ ବଡ଼ ଭାଷଣ ନିଜକୁ ପ୍ରସ୍ତୁତ କରିଦେଇଥିଲେ। ସଭା ଆୟୋଜନ କରି ଅଯଥା ଖର୍ଚ୍ଚ କରିବାକୁ ଲାଗିଲେ। ତ ଯେତେବେଳେ ଏଇସବୁ କଥା ଜାଣିଲେ, ଧନ କ୍ଷୟ ହେବାକୁ ଲାଗିଲା, ସେ ସମୟରେ କ'ଣ ହେଇଛି ନା ବାବୁ ବଳରାମ ବଳ ଗୋପାଳକୁ ବହିଷ୍କାର କରିଦେଇଛନ୍ତି, ଗାଦିରୁ ବିଦା କରିଦେଇଛନ୍ତି ଏବଂ ବିଦା କରି ସାରିବା ପରେ ରାଜୀବ କ'ଣ କରିଛି, ଭାଷଣ ଦେବାରେ ପ୍ରସ୍ତୁତ ହୋଇଯାଇଛି ଏବଂ ସଭା ଆୟୋଜନ କରି ଅଯଥା ଖର୍ଚ୍ଚ କରିବାରେ ଲାଗିଛି। ରାଜୀବ ବାବୁ ବିବାହ କଲେ। କନ୍ୟାଟିର ନାଁ ଥିଲା ନୟନତାରା ଦୁଃଖବୋଝା। କନ୍ୟାଟି ସୁନ୍ଦରୀ, ସଭ୍ୟା, ସ୍ୱାଧୀନା, ଶିକ୍ଷିତା। କନ୍ୟାଟିକୁ ଦେଖି ବାବୁ ରାଜୀବ ଲୋଚନ ବିମୋହିତ ହୋଇଗଲେ। ତାଙ୍କର ମନ ହେଲା ସ୍ୱର୍ଗକୁ ଦେବ କନ୍ୟାଟି ଓହ୍ଲାଇ ଆସିଛି। କିନ୍ତୁ କନ୍ୟାଟିର କୁଳ, ଘର, ଜାତି କିଛି ଜଣା ନାହିଁ। ଖାନସାମା ରଖାଇ ବଡ଼ ଅୟସରେ ଜୀବନ ଅତିବାହିତ କଲେ ରାଜୀବ ବାବୁ। କଥାରେ ଅଛି, ବସି ଖାଇଲେ ନଈ ବାଲି ସରେ। ଧୀରେ ଧୀରେ ଗୋପାଳ ବାବୁଙ୍କର ସବୁ ସମ୍ପତ୍ତି କ'ଣ ହୋଇଛି, ଶେଷ ହୋଇ କରଗ୍ରସ୍ତ ହୋଇ ରାଜୀବ ଲୋଚନଙ୍କର ସବୁ ସମ୍ପତ୍ତି ସରିଯାଇଛି। ତ ଇଂରାଜୀ ମିଜାଜି ତାଙ୍କୁ ସର୍ବନାଶ କଲା। କୁସଂସ୍କାରକୁ ସଂସ୍କାର କରିବା ନାଁରେ ନିଜେ କୁସଂସ୍କାରିତ ହେଲେ। ନାରୀ ସଙ୍ଗ ଓ ମଦ୍ୟପାନ ତଥା ବାବୁଗିରି ତାଙ୍କର ହେଲା ସର୍ବନାଶର ମୂଳ କାରଣ। ସେ ହେଲେ ବାବୁ ରାଜୀବ ଲୋଚନ ଓ ତାଙ୍କ ପତ୍ନୀ ହେଲେ ମିସେସ୍ ରାଜୀବ ଲୋଚନ। ବୋହୂ ସାଆନ୍ତାଣୀ ବୋଲି କହିଲେ ରାଜୀବଙ୍କ ପତ୍ନୀ ଖୁବ୍ ରାଗନ୍ତି। ମିସେସ୍ ମହାପାତ୍ର କହିଲେ ଖୁବ୍ ଖୁସି ହୁଅନ୍ତି। ଏଥିରେ ମଧ୍ୟ ବାବୁ ଜମିଦାର ରାଜୀବ ଲୋଚନ ମୁଗ୍ଧ ହୁଅନ୍ତି। କେହି ଭୁଲରେ କିସମିସ ମହାପାତ୍ର, ମିସ୍ତ୍ରୀ ମହାପାତ୍ର, ଫିସଫିସ ମହାପାତ୍ର ବୋଲି କହିଦିଅନ୍ତି। ତ ସବୁ ଯେତେବେଳେ ସର୍ବନାଶ ହୋଇଯାଇଛି, ଇଂରାଜୀ ମିବାଜି ତାଙ୍କୁ ସର୍ବନାଶ କରିଛି। କୁସଂସ୍କାରକୁ ନେଇକି ସେ କୁସଂସ୍କାରିତ ହୋଇଯାଇଛନ୍ତି। ନାରୀ ସଙ୍ଗ, ମଦ୍ୟପାନ ତାଙ୍କୁ ବୁଡ଼େଇ ଦେଇଛି, ସର୍ବନାଶ କରିଦେଇଛି। ତାପରେ ତାଙ୍କର ସ୍ତ୍ରୀ
को ମିସେସ୍ ମହାପାତ୍ର ଡାକିଲେ ସେ ବହୁତ ଖୁସି ହେଉଥିଲେ ତଥା ତାଙ୍କୁ କିଏ କି କିସମିସ୍ ମହାପାତ୍ର ଫିସଫିସ୍ ମହାପାତ୍ର ବା ମିସ୍ତ୍ରୀ ମହାପାତ୍ର ବୋଲି କହୁଥିଲେ। ସେ ହସିକି ଖୁସି ହେଇଯାଉଥିଲେ। ଖମାର ସବୁ ଖାଲି ସବୁକିଛି ସରିଯାଇଛି। ବାଟି ବାଟି ସମ୍ପତ୍ତି ଚାଷ ନ ହୋଇ ପଡ଼ି ରହିଲା। ଖଜଣା ଅସୁଲ ପାଇଁ ରାଜୀବ ଲୋଚନ ତାଗିଦ କଲେ। ଜମିଦାରୀ ନିଲାମ ହେଲା। ସବୁ ବୋଲେଗଲା। ମିଷ୍ଟର ଓ ମିସେସ୍ ରାଜୀବ ଲୋଚନ ଭୋକ ପେଟରେ ଛଟପଟ ହୋଇ ଜୀବନ କଟାଇଲେ। ତାପରେ ସେମାନଙ୍କ ପାଖରେ କିଛି ନଥିଲା। ସେମାନେ ଭୋକରେ ଛଟପଟ ହେଲେ। ସେ ପିନ୍ଧିଥିବା ଅଳଙ୍କାର ଗିଲ୍ଡରେ ରୂପାନ୍ତରିତ ହୋଇଗଲା। ହରିବୋଲ ପଟ୍ଟନାୟକ ତାକୁ କେତେ ଶୋଷଣ ନ କରିଛି, ସବୁ ଖାଇ ଦେଇଛି, ପଳେଇ ଯାଇଛି। କିନ୍ତୁ ଏମାନେ କିଛି ଜାଣିପାରି ନାହାନ୍ତି। ବିଭାଘର ସମୟରେ ହଜାର ହଜାର ଟଙ୍କାର କିଣାବିକା ଗହଣା ସବୁ ଗିଲ୍ଡ। ଏସବୁ ବାବୁର ଚେତା ପଶିଲା। ସମ୍ପଦ ବେଳେ ଯେତେ ପାଖକୁ ଆସିଥିଲେ ସମସ୍ତେ ଠକିଥିଲେ। ଅନୁଶୋଚନାରେ ବୁଡ଼ି ରାଜୀବ ଲୋଚନ ପିଆଦା ଜୁଲମରେ ରାତି ଅନ୍ଧରେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛି। ଶୁଣାଯାଏ ଯେ 5-6 ବର୍ଷ ପରେ ଜମିଦାର ବାବୁ ରାଜୀବ ଲୋଚନ ତାଙ୍କ ଶ୍ୱଶୁର ଘରେ ଆସାମରେ ଖାନସାମାଗିରି କାର୍ଯ୍ୟ ନିଯୁକ୍ତ ଥିଲେ ବୋଲି ଶୁଣାଯାଏ। କଲିକତା ଆମଦାନୀ ମାଲ ମଧ୍ୟରେ କିଏ ପ୍ରଧାନ? ନା ଧୂଆଁପତ୍ର ପ୍ରଧାନ। ତ ମହାଜନ ବାବୁ ବଳରାମ ବଳଙ୍କର ଘର କେଉଁ ଅଞ୍ଚଳରେ? ନା ଯାଜପୁର ଅଞ୍ଚଳରେ ମହାଜନଙ୍କର ଘର ଥିଲା। ମହାଜନ ବଳରାମ ବଳ ଜଣେ ସୌଦାଗରଠାରୁ କେଉଁ ମୋହର ଆଣିଥିଲେ? ଆଗବରିଆ ମୋହର, ଯାହାକି ଦୁର୍ଲଭ ଥିଲା। ଭାଗ୍ୟରେ ଥିଲେ ତାହା ମିଳେ। ବାବୁ ବଳରାମ ବଳ ଚାକରର ନାଁ ହେଲା ବିଦିଆ ବାରିକ। କେଉଁ ହୁକାରେ ବାବୁ ବଳରାମ ଗୁଡ଼ାକୁ ପିଅନ୍ତି? ନା ରୂପାବନ୍ଧା ହୁକାରେ ବାବୁ ବଳରାମ ବଳ ଗୁଡ଼ାକୁ ପିଅନ୍ତି। କଲିକତାକୁ ଠିକ୍ କେଉଁ ଖଣି ବୋଲି କୁହାଯାଇଛି? ନା ଗଣ୍ଟିକଟା ଖଣି ବୋଲି କଲିକତାକୁ କୁହାଯାଇଛି। ବାବୁ ବଳରାମ ବଳ କେବଳ କେଉଁ ବ୍ରାହ୍ମଣ ହାତରୁ ଖାଆନ୍ତି? ନା ଓଡ଼ିଆ ବ୍ରାହ୍ମଣ ହାତରୁ ଖାଆନ୍ତି। ଗୋପାଳର ନାଁ ବାବୁ ଗୋପାଳଚନ୍ଦ୍ର ମହାପାତ୍ର ବୋଲି କିଏ ଲେଖିଛନ୍ତି? ନା ଗୋପାଳର ନାମ ବାବୁ ଗୋପାଳଚନ୍ଦ୍ର ମହାପାତ୍ର ବୋଲି ଗୁମାସ୍ତା ଲେଖନ୍ତି। ମହାପାତ୍ରେ ବାବୁ ବଳରାମ ବଳଙ୍କର ବ୍ୟବସାୟର କେତେ ଅଂଶୀଦାର ଥିଲେ ବୋଲି କୁହାଯାଇଛି? ନା 4 ପଣି ଅଂଶୀଦାର ଥିଲେ। ଦେବୀ ଓଝା କିଏ? ନା ଦେବୀ ଓଝା ହେଉଛନ୍ତି ଅବଧାନେ, ଯିଏକି ପଢ଼ଉଥିଲେ ରାଜୀବ ଲୋଚନକୁ। କୁସଂସ୍କାର ବିମର୍ଦିନୀ ସଭା କେଉଁ ଦିନ ଅଧିଷ୍ଠିତ ହୁଏ? ନା ମଙ୍ଗଳବାର ଦିନ। କୁସଂସ୍କାର ହେଲା ମଙ୍ଗଳବାର ଏବଂ 9-9ରୁ ତୁମେମାନେ ମନେ ରଖିପାରିବ ଯେ ଶନିବାରରୁ ନାରୀ ଶନି। କେଉଁ ବେମାରୀରେ ଗୋପାଳଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା? ବେମାରୀରେ? ନା ଶନିପାତ ଦ୍ୱାରା। ଗଙ୍ଗା ଲାଭ କହିଲେ କ'ଣ ବୁଝ? ନା ମୃତ୍ୟୁକୁ ବୁଝ। ଯାହାର ଧନ ଜ୍ଞାନ ଅଛି ସେ କ'ଣ କଲେ ତା ଜୀବନ ଧିକ୍ ହୋଇଯାଏ ବୋଲି କୁହାଯାଇଛି? ନା ଚାକିରି କଲେ ତା ଜୀବନ ଧିକ୍ ହୋଇଯାଏ ବୋଲି କୁହାଯାଇଛି। କେଉଁ ନାମ ଶୁଣିଲେ ନୂଆ ଜମିଦାର ମନ ଭାରି ଖୁସି ହୋଇଯାଉଥିଲା? ନା ସଭା, ସ୍କୁଲ, ଗାଁ ଜମିଦାରୀ, ଏହି କଥା ଗୁଡ଼ିକୁ ସେ ଭଲ ଖୁସି ଲାଗୁଥିଲା। ସଭା ନାମ ଶୁଣିଲେ ଖୁସି ହେଇଯାଉଥିଲେ। ତାପରେ ତାଲୁକଣ ଠାରୁ ଗଙ୍ଗାଧର ମହାନ୍ତି କେଉଁ ନାମରେ ଥିଲେ? ସେଠ ପାଞ୍ଜିଆ ଭାବରେ ଥିଲେ। ତାଲୁକ ମଧ୍ୟରେ କେଉଁ ଗାଁଟି ସବୁଠାରୁ ବଡ଼ ଥିଲା? ନା ଶ୍ୟାମପୁର ଗାଁ ଥିଲା ବଡ଼। ନୂଆ ଜମିଦାର ବାବୁ ଶ୍ୟାମପୁର ଗାଁରେ କେଉଁ ଲୋକଙ୍କୁ ଖୋଜି ବାହାରିଥିଲେ? ଶିକ୍ଷିତ ତଥା କୁସଂସ୍କାରକୁ ବର୍ଜିତ କରୁଥିବା। ଏ ଦେଶର ଦୁଃଖ ଦୁର୍ଦଶା କାରଣ ଲୋଡ଼ିଲେ ତାହା କେଉଁ ପରି ଜଣାଯିବ ବୋଲି କହିଛନ୍ତି? ନା ଦିନ ଆଳୁଅ ପରି ଜଣାଯିବ। ଶିକ୍ଷିତ ଜମିଦାର ମହୋଦୟ ପ୍ରସ୍ତାବକୁ କିଏ ଦ୍ୱିତୀୟ କରିଛନ୍ତି? ହରିବୋଲ ପଟ୍ଟନାୟକ। ନୂଆ ଜମିଦାରଙ୍କ ବିବାହ ପାଇଁ କେଉଁଠାରେ କନ୍ୟା ଠିକ୍ ହୋଇଥିଲା? କଲିକତାଠାରେ। କନ୍ୟା ପିତା ମକ୍ରା ମଲ୍ଲିକ ଆସାମ ଚା ବଗିଚାରେ ପଦୋନ୍ନତି ପାଇ ଶେଷରେ କ'ଣ ହୋଇଥିଲେ? ନା ଖାନସାମ। ସାଆନ୍ତାଣୀଙ୍କର ବିଶ୍ୱାସ ପଇଲେ କିଏ? ନା ରାଧି। କୁମ୍ଭୀର କ'ଣ ଖୋଜିଥାଏ ବୋଲି କୁହାଯାଇଛି? ନା କୁମ୍ଭୀର ଗୋଲିଆ ପାଣି ଖୋଜିଥାଏ ବୋଲି କୁହାଯାଇଛି। ପୁଣି ଥରେ ଆଉ ଗୋଟେ ନୂଆ ଭିଡ଼ିଓରେ ଦେଖା ହେବା। ରହିଲି, ନମସ୍କାର। ଜୟ ହିନ୍ଦ, ବନ୍ଦେ ମାତରମ୍, ବନ୍ଦେ ଉତ୍କଳ ଜନନୀ।